ପବିତ୍ର ସନ୍ଧ୍ୟାରେ ପ୍ରଭୁ ଅନନ୍ତ ବା ଶିଶୁ ଅନନ୍ତଙ୍କୁ ପୃଥିବୀର ସବୁ ମନ୍ଦିର ଓ ଉପାସନା କ୍ଷେତ୍ରରେ ସେହି ଏକ ସ୍ୱରୂପକୁ ଧ୍ୟାନ ବା ଚିନ୍ତନ କରି ଅଜସ୍ର ପ୍ରଣତି ନିବେଦନ କରୁଛି। ନିବେଦନ କେବଳ ମାତ୍ର କେତୋଟି ଧାଡ଼ି ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହେଉ, ବିଶ୍ୱ ଯୁଦ୍ଧ ବିମୁକ୍ତ ହେଉ, ଜୀବ ପ୍ରୀତି ବର୍ଦ୍ଧିତ, ଜୀବମାନଙ୍କର ସୁରକ୍ଷା ହେଉ, ବୃକ୍ଷ ଜଙ୍ଗଲ ନଦ ନଦୀ ଏସବୁ ପରିଷ୍କାର ବା ସେମାନେ ଶାନ୍ତିରେ ପ୍ରବାହିତ ହୁଅନ୍ତୁ ବା ବଞ୍ଚନ୍ତୁ। ଗୁରୁଜନଙ୍କ ପ୍ରତି ଭକ୍ତି ସୃଷ୍ଟି ହେଉ, ମଦ୍ୟ ମାଦକ ଭଳି ରାକ୍ଷସ ଶକ୍ତି ଠାରୁ ଦୂରେଇ ରହି ନିଜ ଜୀବନକୁ ସୁସ୍ଥ ଆଉ ସୁନ୍ଦର କରି ବଢ଼ନ୍ତୁ। ଆମେ ସମସ୍ତେ ପୃଥିବୀକି ଆସିଛେ, ଆମେ ବି ଜାଣିଛେ ଆମେ କେତେବେଳେ ଏ ପୃଥିବୀରୁ ଲୁଚିଯିବା। ଯେଉଁମାନେ 100 ବର୍ଷ ପୂର୍ବେ ଥିଲେ ଆଜି ସେମାନେ ନାହାନ୍ତି, ଆଉ 100 ବର୍ଷ ପରେ ଆମେ ଯିଏ ଅଛେ ଆମେ ବି ନଥିବା। କିନ୍ତୁ ଇଏ ପୃଥିବୀର ଅବସ୍ଥା କେଉଁଭଳି ଥିବ, କିଭଳି ଥିବ, ଆଜିଠାରୁ ତାକୁ କଳ୍ପନା କରି ହେବ ନାହିଁ। ଏଇ 10-20 ବର୍ଷ ତଳେ, 30 ବର୍ଷ ତଳେ ଏଇ ଅଞ୍ଚଳଟି ଯେମିତି ଥିଲା, ଆଜି ସେ ଅଞ୍ଚଳ ସେମିତି ନାହିଁ। ଜଣେ ଗୁରୁ ବା ଅନନ୍ତଙ୍କ ଦର୍ଶନ ପାଇଁ ଆସିବାକୁ ଇଚ୍ଛା କଲେ ତାକୁ 5-7 ଥର ଖଣ୍ଡେ ଚିନ୍ତା କରିବାକୁ ପଡ଼ୁଥିଲା। କେମିତି ଆସିବି, କେଉଁଥିରେ ଆସିବି, କେତେବେଳେ ପହଞ୍ଚିବି, କେତେବେଳେ ଯିବି। କିନ୍ତୁ ଆଜି ଆପଣ ଦେଖନ୍ତୁ, ବଳିଆ ସକାଳୁ 9 ଘଟିକାରେ କି କ'ଣ କେତେ ମୁଁ ମନେ ପଡ଼ୁନି, ବାହାରିଲି, ଆଶ୍ରମରେ ପହଞ୍ଚିଲି। ଆଶ୍ରମରେ ପହଞ୍ଚିବା ପରେ କେତେକ ବ୍ୟକ୍ତି ମୋତେ ସାକ୍ଷାତ କଲେ। ଅଳ୍ପ ଅପରାହ୍ନରେ ଭାବିଲି କିଛି ଆଶ୍ରମ ବିଷୟରେ ଆଲୋଚନା କରିବା। ଏଇ ଦେଖନ୍ତୁ, ପିଲାମାନେ ଆମରି ପିଲା, ଆମରି ଅଞ୍ଚଳର ପିଲା, ଆଉ ବଳିଆ ପରିବାରର ଯେଉଁମାନେ ବଳିଆକୁ ବହୁତ ଭଲ ପାଆନ୍ତି, ଅନ୍ତରରେ ଠାକୁର ଭଳି ତାଙ୍କ ହୃଦୟ ସିଂହାସନରେ ସେମାନେ ସ୍ଥାନ ଦେଇଛନ୍ତି। ସେଇମାନେ ଚାହିଁଲେ ଆଜି ବଳିଆକୁ ଦେଖା କରିବାକୁ ଯିବୁ,
ବଳିଆ ପାଖରେ ଟିକେ ବସିବୁ, ଗୀତ ଗାଇବୁ, ବାଜା ବଜେଇବୁ, ଆସି ପହଞ୍ଚିବ। ତାଙ୍କ ପାଇଁ କେଉଁ ଗାଡ଼ି ଆମେ ପଠେଇବୁ, ସେ ହୁଏତ ଗାଡ଼ି ଭଡ଼ା କରି ଆସିଥିବେ। ଯୁବକମାନେ ଆସିଛନ୍ତି, ମାନେ ଯେଉଁମାନଙ୍କ ଠାରୁ ଭକ୍ତି ଆଉ ଶୃଙ୍ଖଳା ଏବେ ସମାଜ ବା ପରିବାର ଆଶା କରିପାରୁନି। ଯୁବକଟିକୁ ଦେଖିଲେ ଡର ମାଡ଼ୁଛି। ଯଦି ସେ ରାତିରେ ଗୋଟେ ଅଦ୍ଭୁତ ରୂପ ହେଇ ବାହାରୁଛି, ଆମ ଗାଡ଼ି ବି ବଡ଼ ବ୍ୟସ୍ତ ହୋଇପଡ଼ୁଛି। ଆମେ ସବୁ ବସିକିରି ଇଏ କ'ଣ ଗୋଟେ କଳା ଚଷମା ଗୋଟେ ରାତିରେ କ'ଣ ଲଗେଇଛି, ଗୋଟେ କଳା ପୋଷାକ କ'ଣ ପିନ୍ଧିଛି, ଇଏ କ'ଣ ଯେ ଇଏ କ'ଣ ଆମକୁ ମାରିବାକୁ ଆଇଛି ନା କ'ଣ? କିନ୍ତୁ ଆମେ ଭାବୁଛୁ ଯେ ସମସ୍ତେ ବୋଧେ ଖରାପ ହେଇଗଲେ। ଏଇ ତାର ସ୍ପଷ୍ଟ ଉଦାହରଣ। ସବୁଯାକ ପିଲାମାନେ 20, 22, 23 ବର୍ଷ ଭିତରେ ସେମାନେ ଶୃଙ୍ଖଳିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଛନ୍ତି। ଯଦି ବି ତା ଭିତରୁ କାହାରି କିଛି ଗୋଟେ ବଦଭ୍ୟାସ ଥିବ, ତାକୁ ଏଇଠି ସଂକଳ୍ପ କରି ଦୂରେଇ ଯିବା ଦରକାର। ସୁମଧୁର କଣ୍ଠରେ ବଳିଆର ଲେଖା ଅନେକ ସମୟରେ ଆମର ପ୍ରସିଦ୍ଧ ଗାୟକ ଗାୟିକାମାନେ ତାକୁ ପସନ୍ଦ କରୁନାହାନ୍ତି। ପସନ୍ଦ କରୁଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ଗାଉ ତ ନାହାନ୍ତି ଆଉ। କିନ୍ତୁ ଏମାନଙ୍କ କଣ୍ଠରେ ବଳିଆର ଲେଖାକୁ ସୁନ୍ଦର ସୁମଧୁର କଣ୍ଠରେ ଏମାନେ ଗାନ କରୁଛନ୍ତି। ଏଇ ହେଉଛି ଗୋଟିଏ ସୁନ୍ଦର ଉଦାହରଣ। ଆଜି ଏଇଠି ବଳିଆ କହୁଛି, ମୋର କର୍ମକ୍ଷେତ୍ର, ଗୁରୁକ୍ଷେତ୍ର, ମୋର ଇଷ୍ଟକ୍ଷେତ୍ର ଜନ୍ମ ମାଟିରେ ଆଜି ଏଇଠି କରୁଛି। ଭାରତବର୍ଷରେ ଯେଉଁଠି ଯିଏ ମୋବାଇଲ ଫୋନରେ ଦେଖିବାକୁ ଚାହୁଁଥିବେ, ଶୁଣିବାକୁ ଚାହୁଁଥିବେ, ସେମାନେ ମଧ୍ୟ ଦେଖୁଥିବେ, ଶୁଣୁଥିବେ। ସେଇଭଳି ପୃଥିବୀର ସବୁ ଦେଶକୁ ଆମେ ଆୟତ୍ତ କରି ନପାରିଲେ ବି କିଛି ଦେଶରେ ଆମର ଅନୁଗାମୀମାନେ ଅଛନ୍ତି। ଖାଲି ଓଡ଼ିଆ ନୁହନ୍ତି, ତାଙ୍କ ଭାଷାର ଲୋକ ବି ଅଛନ୍ତି। ତେଣୁ ସେମାନେ ଶୁଣିକିରି ଖୁସି ହୁଅନ୍ତି। ଆଉ ଯେଉଁମାନେ ଖୁସି ନ ହୁଅନ୍ତା ଆଉ ତାଙ୍କ ଜାତି ତ ସେଇ, ଆଉ ତ ଖୁସି ହେବେ କି? ସଜ୍ଜନ, ଇଏ ଗୋଟେ କଥା ମୁଁ ଆପଣମାନଙ୍କୁ କହିଲି। ଆପଣମାନେ ରାସ୍ତାରେ ଯିବେ, ଦେଖିବେ ଗାଈ ଗୁଡ଼ାକ ଶୋଇଛନ୍ତି। ଘରେ କିନ୍ତୁ କଳି ଲାଗିଛି, ଆଜି କାହିଁକି କ୍ଷୀର ଆମ ଘରକୁ ଆଇଲାନି, ଆଜି କାହିଁକି ପନିର ତରକାରୀଟା ତୁମେ କଲନି, ବା ଗୁଆ ଘିଅ କଥା ସେ ଅଲଗା କଥା। ଏଇଭଳି ଆଜି ଜୀବମାନଙ୍କର ଜୀବନ ଏଇ ଦୁର୍ଦ୍ଦଶା। ସବୁ ମହାପୁରୁଷମାନେ ସେଇ କଥାକୁ କହିଛନ୍ତି, କିନ୍ତୁ କଥା ଗୋଟାଏ ପଟରେ, କାମ ଆଉ ଗୋଟାଏ ପଟରେ। ଆମେ ପଣ୍ଡିଚେରୀ ଯାଇଥିଲୁ ଗୋଟେ ଏଡ଼େ ବଡ଼ ମହାପୁରୁଷଙ୍କର ଟିକେ ସ୍ପର୍ଶ ପାଇବା ପାଇଁ। ତାଙ୍କର ସମାଧିକୁ ଟିକେ ସ୍ପର୍ଶ କଲୁ। ଦେଖିଲୁ ଯେତେ ଦୋକାନୀ, ଯେତେ
ହୋଟେଲରେ ଯେତେ ଯାହାଙ୍କୁ ଆମେ ଦେଖିଲୁ ସମସ୍ତେ ମଦ୍ୟ ପିଇକିରି ମାନେ ଟୁଲଟୁଲ ହେଉଛନ୍ତି। ଆମେ ସେଇଠି ଭାବିଲୁ ଏମାନେ ଶିଖିଲେ କ'ଣ, ସେ କାହିଁକି ଆସିଥିଲେ, କ'ଣ ଆମକୁ ଦେଇଗଲେ, ଆମେ କେମିତି ତାକୁ ଯତ୍ନରେ ରଖିଛୁ। ବାପା ଯଦି ପୁଅ ଝିଅଙ୍କ ପାଇଁ ଯେମିତି ଆଜିକାଲି ବାହାରୁଛି କୋଟି କୋଟି ଟଙ୍କା ଗୋଟାଏ ଗୋଟାଏ ଲୋକଙ୍କ ଘରୁ, କୋଟି କୋଟି ସୁନା କ'ଣ ବିସ୍କୁଟ ସୁନା ଇଟା ସବୁ ବାହାରୁଛି। ଆରେ ସେଗୁଡ଼ାକ ତୁମେ କରିବ କ'ଣ? କିନ୍ତୁ କାହା ପାଇଁ ରଖୁଛ? ଯାହାଙ୍କ ପାଇଁ ନିଜର ଇଜ୍ଜତ ମହତ୍ଵକୁ ନଷ୍ଟ କରି ଖଣ୍ଟ ଭଳି ପରର ଟଣ୍ଠି ଚିପି ପର ଧନରେ ମଙ୍ଗଳବାର କରିବାକୁ ବସିଛ। କିନ୍ତୁ ମନେ ରଖ, ସିଏ ତୁମକୁ ଶାନ୍ତି ମୁକ୍ତି କିଛି ଦେଇପାରିବନି। ପିଲା ଯଦି ଯୋଗ୍ୟ ହୁଅନ୍ତି ଧନ୍ୟ କାହିଁ ପାଇଁ ସଞ୍ଚୁ, ପିଲା ଯଦି ଅଯୋଗ୍ୟ ହୁଅନ୍ତି ଧନ କାହିଁ ପାଇଁ ହୁଅନ୍ତି। ଧନ କ'ଣ କରିବ? ସେଥିପାଇଁ ଯଶୋଦାଙ୍କର ବିଳାପରେ କୃଷ୍ଣଙ୍କୁ କହିଥିଲେ ନିଧନ ସଂକାଳି ମୋର ଦରିଦ୍ର ପସରା। ସେ କ'ଣ ଗଞ୍ଜେଇ ଖାଇକି ଲେଖିଥିଲେ ନା ଚରସ ବାଉଁଶଗାର ଖାଇକି ଲେଖିଥିଲେ? ଧନ ସଂଖାଳି ମୋର ଦରିଦ୍ର ପସରା, ଅନ୍ଧର ଲଉଡ଼ି ବାବୁ ହୃଦ ରତ୍ନହରା। ସେ ସନ୍ତାନକୁ ସମ୍ବୋଧନ କରିଥିଲେ କଳା ମାଣିକରେ। ଆମେ କ'ଣ କରୁଛୁ? କୂଳ ମାଣିକମାନଙ୍କୁ କୂଳ ଅଙ୍ଗାର କରିଦେଉଛୁ। ତେଣୁ ସମସ୍ତେ ଆମେ ଆଜି ବାଟବଣା ହେବାକୁ ଯାଉଛୁ। କେତେ ମହାପୁରୁଷମାନେ ପୃଥିବୀରୁ ଗଲେଣି, ଆମେ ତାଙ୍କ କଥା ଶୁଣି 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 କିଛି ତ ହେଇପାରିଲୁନି। ଆମେ ଯିଏ ପଞ୍ଝାଏ ଖଣ୍ଡେ ଏବେ କୁହାଳିଆ ହେଇ କହୁଛୁ, ଆଉ କିଛି ଦିନ ପରେ ଆମେ ବି ନଥିବୁ। ସଜ୍ଜନ, ଆମେ ଯାଇଥିଲୁ ବାଙ୍ଗାଲୋର ଗଲାବେଳେ ଆମେ ଭାବିଲୁ ଟିକେ ପୁଟ୍ଟପର୍ତ୍ତି ଯିବା, ଗୋଟେ ମହାପୁରୁଷଙ୍କର ଆଶ୍ରମ ଟିକେ ଦେଖିବା। ସେଇଠି ସେ ବିଚରଣ କରୁଥିଲେ, ସେ ପାଦ ଧୂଳି ଆମ ମୁଣ୍ଡରେ ଟିକେ ମାରିବା। ଗୋଟେ ହୋଟେଲ ଫୋଟେଲ ବୁକ୍ କରି ସେଠି ରହିଲୁ। ଖାଇବା ଯେ ଯେଉଁ ରାଗ ଯେ ମୋ ଦାନ୍ତ ଫାନ୍ତ କ'ଣ ହେଇଗଲା। ହଁ, ତେଣୁ ମିଠା ବି ମିଳିଲାନି, ମିଠା ଖାଇକି ଏମିତି କଥା। ଯେଉଁ ସାଇରା ଜୀବନ ସାରା ଅନେକ ଦୟା, ଅନେକ କୃପା, ଅନେକ ମହିମା ପ୍ରଦର୍ଶନ କରିଗଲେ, ୟୁନିଭର୍ସିଟି କଲେ, ଡାକ୍ତରଖାନା କଲେ, ବାଳ ବିକାଶ କେନ୍ଦ୍ର କଲେ, ଖୁବ୍ ଭଜନ କଲେ, ନଗର ସଂକୀର୍ତ୍ତନ କଲେ, ସବୁ କଲେ। କେଇଟା ଦିନ ହେଲା ସେ ତାଙ୍କ ଦେହଟାକୁ ସେ ହଜେଇ ଦେଇଛନ୍ତି। ଆଜି ଆନ୍ଧ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଆଉ ଗୋଟେ କ'ଣ ମନେ ପଡ଼ୁନି, ଯେଉଁଠି ଦେଖିବ ଖାଲି ଚର୍ଚ୍ଚ। କେରଳ ସବୁଠି ଚର୍ଚ୍ଚ। ସିଏ ଗୋଟେ ଡାଙ୍ଗ ଭଳିଆ କ'ଣ ହେଇଛି, ଆଉ ଗୋଟେ ଡାଙ୍ଗ ଭଳିଆ ତଳକୁ ଓଳିଛି, ସେଇ ଗୋଟାକ ହେଲା ତାଙ୍କର ଚିହ୍ନ। ସବୁଠି
तेबे कहतु महापुरुष मानकर श्रम बा स्वप्न आदि सार्थक होती तो मत कहीं नागुनि बलिया गले मुझे पचारि देखा आपण जो सुंदर विश्व को सृष्टि कर सुंदर नीला कर आइले विश्व कौन से अच्छी ये हूँ गोटे आउ गोटे महापुरुषंकर कथा आमे जाइलु पुई बाटू ना कौन आम पुओटी आई मोर शिष्यटी नागू बाबू आसी बाबा को नहीं से गोटे मीटिंग भी से सभाटी करेला मु कौन कहली सी कौन बुझे सी कौन कहले मु कौन बुझली आम भी जनाशुना किसी मोर मुझे जहाँ कहली इंग्राजी टे हिंदी टे कह सेतबले सरकार रे थिले जने ख्रिस्टियान मुख्यमंत्री केवल चर्च ही आमे देखिलु मस्जिद भी देखिलु आमे जानिनु मेरा मस्जिद बोली ते दुकान सुंदर भाव में आमे बसिलु आउ कौनटा खाइबू टिके अरुआ अन्न आउ दही टिके हेले आमे खाइदे पुणी पड़े आमे विचारी गुंडा खंडे खाइचु कि कौन इतनी बड़ अल्लाह आकबर अल्लाह कह कंपी गला से होटेल थरी उठिला गोटे पिला मो सागे आदि से नाही दुनिया चली जाइए आमर लक्ष्मीनारायणपुर ज्ञान से खाइला किंतु कहीं खाइली ना हम खाइ तेणु सज्जन केही कहे गॉड केही अल्लाह हरि इथिपाई किंपा बुथा मरामरी जो मनीष यही कथा कही जो सन्थ विनोबा कहले तुम्हें ही सबू ओम तत्सत ठारू मोहम्मद जीशु पर्यंत सबू हौच तमें सन्थ विनोबा कहीदे से पड़े तापर कई जन सन्थ बाहर आमे जी हूँ सन्थ होकर बाहर किए नालिया पिंधिलु किए नेलिया पिंधिलु किए धड़ा पिंधिलु किए हलदिया पिंधिलु किए मुंडे पगड़ी भिड़ला तो किए कौन केते प्रकार रंग किंतु गोटे स्टेज रे बसीजे देखे गोटे माँ पेटू एम जन्म होती से मंचरू ओल्लैवा पर बाटर पचार से किए से समस्ते समस्त को माने घृणा केही भंड तपचारी मिछ माया ध्वजा धरी आपे आपे बोलाउछि बड़ भाग्यवान वैकुंठ भिकारी डाके डाक आस भगवान वैकुंठ भिकारी जाग भगवान खाली समस्ते भगवान को खोजुन भगवान कौन इटाना पत्थरटा को झुंटिव ना भगवान कौन बुझिले बलिया गोटे गीत भी लिखी देखी नहीं भगवान को देखी मु गुरुदेव जे तमें जी कौच आम भगवान को पाइबापी गुरु करूँ ठिकना टे आमको दयाक बतैले
ଆମେ ଯେତେ କଷ୍ଟ ହଉ ଯିବୁ ଆଉ ନାକ କାନ କାଟିବାକୁ କହିଲେ ବି କାଟିଦେବୁ। ଭାଗବତର ସେଇ କଥା, ଭକ୍ତିରେ ପ୍ରୀତି ନାହିଁ ଯାର ସେ କାହୁଁ ଲଭେ ମୋ ଭୟ। ଆରେ ଭଗବାନଙ୍କୁ କ'ଣ କହୁଛ? ତମ ଲାଗେ ଭକ୍ତି ଅଛି? ଯଦି ବି ଭକ୍ତି ଅଛି ନା ଭଲ ପାଇବା ଅଛି। ତାପରେ ତମେ ଜୀବନରେ ସେ ଗ ଅକ୍ଷର ତତ୍ତ୍ୱକୁ ଜାଣିଲଣି। ଗୁରୁଙ୍କୁ ନମଣିବ ନର ଗୁରୁତି ସାକ୍ଷାତ ଈଶ୍ୱର। ମୋଟେ ପୂଜିବ ଗୁରୁଦେହେ ମୋ ବିନୁ ଗୁରୁ ଭିନ୍ନ ନୁହେଁ। ତେଣୁ ତମେ ଭଗବାନଙ୍କୁ ଖୋଜୁଛ। ଭଗବାନ କିଏ? ତାପରେ ଆସିଲା ବା। ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ଏଇଗୁଡ଼ାକ ହେଉଛି ବା। ନିରାକାର ଥିଲେ ସାକାର ହେଲେ, ବରେ ଆକାର ଦିଆହେଲା। ତେବେ ନଅଟି କ'ଣ ତାକୁ ବୁଝିଲଣି ନା ଖାଲି ମାନସିକ କରୁଛ? ମୋର ଅମୁକ ପୂର୍ଣ୍ଣ ହେଲେ ଅମୁକ କରିବି, ସମୁକ ପୂର୍ଣ୍ଣ ହେଲେ ସମୁକ କରିବି। କିନ୍ତୁ ଅତି ବଡ଼ି ଜଗନ୍ନାଥ ଦାସଙ୍କ ଭାଷାରେ ନମୋ ନୃସିଂହ ଚରଣ ଅନାଦି ଲୀଳା ବିଧୃତ କଳେ ବର ଦେଇ ଅଗୋଚ ମାୟା ସଂସାର ଯାର ଲୀଳା নাম করুণা কথা প্রকাশে ভকত বলিয়া খোঁজুছি এই ভগবান। তুমি কোন খোঁজুছ তুমি জানিছ? ଗତିନିଭର୍ତ୍ତା ପ୍ରଭୁ ସାକି ତୁମେ କ'ଣ ଭଲ କଥା ଗୁଡ଼ାକ କହୁଛ, ଭଲ ମୁଣ୍ଡଟ ହଲଉଛ, ଭଲ ଘର କରିକି ରହିଛ, ଭଲ ପୋଷାକଟା ପିନ୍ଧିଛ, ତମେ କେତେ ଭଲ। ଠାକୁର କହୁଛନ୍ତି ମୁଁ ସବୁ ଜାଣିଛି। ତମେ କେତେ ଭଲ ମୁଁ ସବୁ ଜାଣିଛି। ତମର ସବୁଦିନେ ମୋର ଗୋଟାଏ ଦିନ। ଗୋଟିଏ ଠେଙ୍ଗାରେ ସହସ୍ର ହାଣ୍ଡି ଭାଙ୍ଗି ଚୁନବୁଟ ହେଇଯିବ। ହଁ, ଏଇ ଭାରତ ପୃଥିବୀ ପକ୍ଷରେ ଭାରତବର୍ଷରେ ସ୍ୱର୍ଣ୍ଣମୟ ଲଙ୍କା ବି ଗଢ଼ି ଉଠିଥିଲା। ରାବଣ ବି କାଳେ ବହୁତ ଦିନ ବଞ୍ଚିବ ବୋଲି ତପସ୍ୟା କରୁଥିଲା। ସବୁ କଥା ତାର ଆଖି ପିଛୁଳାକେ ଚାଲିଲା। ଏଇ ଭାରତ ପକ୍ଷରେ କଂସ ଭଳି ଗୋଟେ ପୁତ୍ର ଜନ୍ମ ହେଇଥିଲା। ଭଉଣୀ ଭିଣେଇକି ଭଲ ପାଉଥିଲା, କିନ୍ତୁ କ'ଣ କରିବ? ବଜ୍ରପାତ କ'ଣ ହେଲା? ସେ ବା ତା ମୁଣ୍ଡଟା ହେଉଛି ବଜ୍ର। ସେ କ'ଣ କଲା? ନିଜେ ବଞ୍ଚିବା ପାଇଁ ତା ବାପା ମୁଣ୍ଡରୁ ମୁକୁଟକୁ ଆଣି ପିନ୍ଧିଲା। ଏଟା ପୁରାଣ କଥା।
ଇତିହାସର କଥା ବାପାକୁ ବନ୍ଦୀ କରି ଭାଇମାନଙ୍କୁ ହତ୍ୟା କରି এই ଭାରତବର୍ଷକୁ କେତେ ଦିନ ସେ ଶାସନ କରେ। ଆଉ ବାପା ସେ ଜେଲଖାନା ଆଜି ବି ଅଛି, ସିଏ ଯମୁନା ନଦୀ ବି ଅଛି। ସେ ଯେଉଁ ମନ୍ଦିର ନୁହେଁ ଏଇଟା କଥା ସବୁ ତୁମେ ଜାଣିଛ, ମୁଁ କହିବି ସେଇଆକୁ ଅନେଇ ଅନେଇକିରି ତାଙ୍କ ଜୀବନ ସରିଗଲା। ଆଜି ସବୁ ପିଲାମାନେ ଆମର ଭାରି ସବୁ ଆମେ ଯାଇଛୁ, କୁଆଡ଼େ ସବୁ ଗଲ? ବୃନ୍ଦାବନ ଯାଇଥିଲୁ, ବହୁତ ଭଲ କଥା। ମକ୍କାମଦିନା ଯାଇଥିଲୁ, ଭଲ ଭଲ କଥା, ସେଟା ତୀର୍ଥସ୍ଥାନ। ତାପରେ କେଉଁ କେଉଁ କହିଲେ ଆମେ ଆଗ୍ରା ଯାଇଥିଲୁ। ହଁ ଭଲ, ଆଗ୍ରାକୁ ଯାଇଥିଲ କ'ଣ ହୋଟେଲ ଖାଇବା ପାଇଁ? ନାଇଁ ନାଇଁ, ସେ ଯେଉଁ ସେଇ ମହଲକୁ ଦେଖିବାକୁ ଗଲେ। ବୋଲି ତମେ ଅମୃତ ଭାଣ୍ଡରେ ବିଷ ପୁରେଇ ଦେଲ, ଏ ତାକୁ କାହିଁ ଦେଖିବାକୁ ଗଲେ? ଗୋଟିଏ ସ୍ତ୍ରୀକୁ ସେ ଏମିତି ଭଲ ପାଉଥିଲା। ତତ୍କାଳୀନ ଭାରତବର୍ଷର ଅର୍ଥନୀତିକୁ ବିପର୍ଯ୍ୟୟ କରି ଗୋଟେ ସ୍ମୃତି ମନ୍ଦିର କରିଥିଲା। ସେଇ ସ୍ମୃତି ମନ୍ଦିରକୁ ତୁମେ ଦେଖିବାକୁ, ସିଏ ବି ଦେଖି ଦେଖି ମଲେ, ତମେ ଦେଖିକିରି ଆଇଲ, ତମେ ବି ମରିବ। କିଛି ଜପ ତପ ଧ୍ୟାନ ପ୍ରବଚନ ଇତ୍ୟାଦି କରି ଗୋଟେ ଭାରତବର୍ଷର ବା ପୃଥିବୀର ଗୋଟେ ପରିବର୍ତ୍ତନ ଦେଖିକିରି ଆମେ ଦୁନିଆରୁ ଯିବୁ, ଟିକେ ଚାରଣା ଅନୁସାରେ ଖୁସି ହେବ। କିନ୍ତୁ ସେ ଆଶା ଆଜି ଧୀରେ ଧୀରେ ମଉଳି ଯାଉଛି। ତଥାପି ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଆପଣ ହିଁ ଜାଗନ୍ତୁ, ଆମ ଦ୍ୱାରା କିଛି ହେବ ନାହିଁ।